ଜୟ ଶ୍ରୀ ଜଗନ୍ନାଥ ଭାଇ ମାନେ। ସର୍ବପ୍ରଥମେ ଗୁରୁଦେବ ଗଣପତି ଏବଂ ଜଗଦମ୍ବାଙ୍କୁ ପ୍ରଣାମ କରି ଆଜି ଆମେ ଯୋଗ ଅଧ୍ୟାୟ ଷ୍ଟାର୍ଟ କରିବା। ଆଜି ପାବନ ମହାଶିବରାତ୍ରି। ଆମେ ବାସ୍ ପଢିବା କଥା ତ ପଢିବା। ତ ଚାଲନ୍ତୁ ଆରମ୍ଭ କରିବା ଯୋଗ ଅଧ୍ୟାୟ। ଏଇ ଯୋଗ ଅଧ୍ୟାୟଟା ଆମେ ବୁକ୍ସ ରୁ ପଢୁଛୁ। ବୁକ୍ସ ରେ ଯାହା ଲେଖା ହେଇଛି ସେଇ ବୁକ୍ସ ହିସାବରେ ପଢୁଛୁ। ନିଜସ୍ୱ କିଛି ଇଣ୍ଟରପ୍ରିଟେସନ ଏଥିରେ ନାହିଁ। ପ୍ରଥମେ ଆମେ ବେସିକ୍ସ ଜାଣିବା ପାଇଁ ବୁକ୍ସ ରୁ ପଢୁଛୁ। ତ ଚାଲନ୍ତୁ ଆରମ୍ଭ କରିବା ଯୋଗ ଅଧ୍ୟାୟ। ରାଜଯୋଗ ଅଧ୍ୟାୟ। ରାଜଯୋଗ ଅଧ୍ୟାୟରେ ଆମେ ଦିଟା ହିଁ ସୂତ୍ର ଆଜି ପଢିବା, ଯୋଉଟା କି ଆମେ ଜାତକ ପାରିଜାତ ହିସାବରେ ପଢିବାକୁ ଯାଉଛେ। ରାଜଯୋଗ ଆମର ଜାତକ ପାରିଜାତରୁ ପଢୁଛେ, ବୁକ୍ସ ହିସାବରେ ପଢୁଛେ। ଠିକ ଅଛି, ତ ଚାଲନ୍ତୁ ଆମେ ଦେଖିବା। ଏଇଟା ହେଲା କାଳପୁରୁଷ କୁଣ୍ଡଲି। ଠିକ ଅଛି, ଆଉ ସମସ୍ତେ ଜଣା ଅଛି କୋଉଟା କୋଉ ରାଶି। 1 2 3 4 5 6 7 8 9 10 11 12। ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ, ମୀନ। ଠିକ ଅଛି, ଜାତକ ପାରିଜାତର ଶ୍ଲୋକ କହୁଛି, ପ୍ରଥମ ଶ୍ଲୋକ କହୁଛି ରାଜଯୋଗ ଅଧ୍ୟାୟର ଶ୍ଲୋକ, ଯୋଉଟା କି ସପ୍ତମ ସେଭେନ୍ଥ ଚାପ୍ଟର। ଫାଷ୍ଟ ଶ୍ଲୋକଟା କହୁଛି, ତାର ମିନିଂ ଏଇଆ, ଯଦି କୁଣ୍ଡଳୀରେ ନଅଟା ଯାକ ଗ୍ରହ କୁଣ୍ଡଳୀରେ କନ୍ୟା, ମୀନ, ମିଥୁନ, ସିଂହ, ଧନୁ, କୁମ୍ଭ। କନ୍ୟା, ମୀନ, ମିଥୁନ, ବୃଷ ଛାଡିଗଲି। ବୃଷ, କନ୍ୟା, ମୀନ, ମିଥୁନ, ସିଂହ, ଧନୁ, କୁମ୍ଭ, ବୃଷ। ଏଇଥିରେ ଯଦି 9ଟା ଗ୍ରହ ରହିଗଲେ ଏଇ ରାଶି ଗୁଡାକରେ, ତାହେଲେ ସେଇଠି ସେ ଜାତକ ପାରିଜାତର ଶ୍ଲୋକ କହୁଛି କି ଏଇ ଜାତକଟି ଅସ୍ୱାଦୀ ଯୁକ୍ତ, ମାନେ ଆଜିକାଲିକା ମଡର୍ନ ଇଣ୍ଟରପ୍ରିଟେସନ ରେ ବହୁତ ଯାନବାହନ ଯୁକ୍ତ କୀର୍ତ୍ତିଶାଳୀ ରାଜା, କୀର୍ତ୍ତିଶାଳୀ ରାଜା ହେବ। ଏଇଟା ହେଲା ପ୍ରଥମ ନିୟମ ରାଜଯୋଗ ଅଧ୍ୟାୟର। 9ଟା ଯାକ ଗ୍ରହ ଏଇ ରାଶି ମାନଙ୍କର ହଉଥିବେ ଅସ୍ୱାଦୀ ଯୁକ୍ତ କୀର୍ତ୍ତିଶାଳୀ ରାଜା। ମଡର୍ନ ଡେ ଇଣ୍ଟରପ୍ରିଟେସନ କଣ, ମାନେ ବହୁତ ଯାନବାହନ ଯୁକ୍ତ, ବହୁତ କୀର୍ତ୍ତିବାନ ଲୋକଟିଏ ସିଏ ହେଇଥିବ। ଯଦି ସେଇଠି କହୁଛନ୍ତି, ପୁଣି ରାଜଯୋଗ ଅଧ୍ୟାୟର ଦ୍ଵିତୀୟ ଶ୍ଲୋକ କଣ, ସେଇ ପ୍ରଥମ ଶ୍ଲୋକରେ କୁହାଯାଇଛି ଯେ ଯଦି ତୁଳା, ମେଷ, ବୃଷ, ମୀନ, ଏଇ 4ଟା ରାଶିରେ ଯଦି ସବୁ ଗ୍ରହ, 9ଟା ଯାକ ଗ୍ରହ ରହିଗଲେ ଏଇ 4ଟା ରାଶିରେ, ତାହେଲେ କଣ ହବ ନା ସେ ସମଗ୍ର ଭୂମଣ୍ଡଳର ଅଧିପତି ହବ। ଠିକ ଅଛି, ପୁଣି କହୁଛନ୍ତି ଯେ କେବଳ ବୃଷ, ଧନୁ, ମୀନ ରାଶି ଯଦି କେନ୍ଦ୍ର ହେଇଥିବ, ଆଉ ସେଇ ବୃଷ, ଧନୁ, ମୀନ ଏଇଟା କେନ୍ଦ୍ରରେ ଆସୁଥିବ, ମାନେ 1 4 7 10 ରେ ଆସୁଥିବ, 1 4 7 10 ରେ ଆସୁଥିବ, ଏବଂ ସମସ୍ତ ଗ୍ରହ ଏଇ 3ଟି ରାଶିରେ ରହିଗଲେ, ତାହେଲେ ସିଏ ଜାତକ ପୃଥିବୀଶ୍ୱର ରାଜା ହୁଏ। ପୃଥିବୀର ରାଜା, ମାନେ ବହୁତ ବଡ ଏରିଆର ରାଜା ହୁଏ ବୋଲି କୁହାଯାଇଛି। ତେବେ ଆଜିର ସେସନରେ ଆମେ ପ୍ରଥମ ଶ୍ଲୋକଟି ହିଁ ପଢିଲେ ଜାତକ ପାରିଜାତର, ଯୋଉଥିରେ ଆମେ 3ଟା ରାଜଯୋଗ ପଢିଲେ ରାଶିର ଆଧାରକୁ ନେଇ। ତେବେ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।